ଖରା ଗୋଟେ କି ଗଛ ନାହିଁ। ଆରେ ଗୋଟେ ଗଛ ଅଛି, ବସି ପଡେ। ଓହୋ କି ଶାନ୍ତି। ଆରେ ପାଣି କେଉଁଠୁ ପଡିଲା? ବର୍ଷା ହେଲା ନା କଣ? ନାଇଁ ତ, ପତ୍ରରେ ପାଣି ଲାଗି ଯାଇଥିବ। ଆରେ ଆଶ୍ଚର୍ଯ୍ୟ, ସତେ ଯେମିତି କାହା ଆଖିରୁ ଲୁହ ଗଡୁଛି। କିଏ କାନ୍ଦୁଛି? ଆରେ କିଏ କାନ୍ଦୁଛ? ହଁ, ମୁଁ କାନ୍ଦୁଛି। ଚାରିଆଡେ ନା। ଆରେ ଏଠି ତ କେହି ନାହାନ୍ତି। କିଏ କାନ୍ଦୁଛି? ଆରେ କିଏ ତୁମେ? ମୁଁ କାନ୍ଦୁଛି ରାଜୁ, ଉପରକୁ ଦେଖ। ମୁଁ ତ ଗଛ ଜେଜେ କାନ୍ଦୁଛି। ଗଛ ଜେଜେ? କିଏ? ଏଠି ତ କେହି ନାହାନ୍ତି। କିଏ ତୁମେ? ହଁ ରାଜୁ, ମୁଁ ତ ଜେଜେ ବୟସର, ତେଣୁ ମୁଁ ତୋର ଗଛ ଜେଜେ। ହେଲେ ଗଛ ଜେଜେ, ତୁମେ କାନ୍ଦୁଛ କାହିଁକି? ଆଉ କଣ କରିବି, ଏବେ ମୁଁ ନିରୁପା। ମୋରି ଆଗରେ ମୋର ପରିବାର, ଭାଇ ବନ୍ଧୁ, ପଡ଼ୋଶୀ, କୁଟୁମ୍ବ ସମସ୍ତେ ଲୋପ ପାଇଗଲେ। ମୁଁ ଏକୁଟିଆ ହୋଇଗଲି। ମୋ ପରିବାର ପଡ଼ୋଶୀଙ୍କୁ ହରାଇ ମୁଁ ନିଃସହାୟ ହୋଇ ପଡ଼ିଛି। ହେଲେ ଗଛ ଜେଜେ, ତୁମ ସାଇ ପଡ଼ିଶା, ବନ୍ଧୁବାନ୍ଧବ ସେମାନେ ଗଲେ କୁଆଡ଼େ? ତୁ ଜାଣିପାରୁନୁ, ଏଇ ମଣିଷମାନେ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମୋର ବଂଶକୁ କାଟି ପକାଉଛନ୍ତି। କିନ୍ତୁ ମୋତେ ଈଶ୍ୱର ସୃଷ୍ଟି କରିଛନ୍ତି ପ୍ରାଣୀ ଜଗତର ସୁରକ୍ଷା ନିମନ୍ତେ। ହଁ, ଏ ତ ଠିକ କଥା। ମଣିଷ ତମକୁ ବିଭିନ୍ନ କାମ ଲଗାଉଛି। ହେଲେ ରାଜୁ, ମଣିଷ ଜାତି ଜାଣିପାରୁନି ସେ କିପରି ବଣ ଜଙ୍ଗଲ ନଷ୍ଟ କରି ନିଜର ବିପତ୍ତିକୁ ଡାକି ଆଣୁଛି। ନିଜ ଗୋଡ଼ରେ ନିଜେ କୁରାଢ଼ି ମାରୁଛି। ବନ୍ୟା, ବାତ୍ୟା, ମରୁଡ଼ି, ପ୍ରାକୃତିକ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। କେମିତି? ଖାଲି ସେତିକି ନୁହେଁ ରାଜୁ, କରୋନା ଭଳି ଅନେକ ମହାମାରୀ ବ୍ୟାପିବାରେ ଲାଗିଛି। ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଅକାଳରେ ତୁମ ଭଳି ଛୋଟ ପିଲାମାନେ ଏହାର ଶିକାର ହୋଇ ବଳି ପଡ଼ୁଛନ୍ତି। ଏଥିପ୍ରତି ସଚେତନ ନହେଲେ ଖୁବ୍ ଶୀଘ୍ର ମାନବ ଜାତି ଧ୍ୱଂସ ପାଇଯିବ। ହେଲେ କେମିତି ଗଛ ଜେଜେ? ଆରେ ରାଜୁ, ତୁ ଏଇ କଥା ଜାଣିନୁ? ତୁ ପରା ଷଷ୍ଠ ଶ୍ରେଣୀରେ ପଢ଼ିଲୁଣି। ତେବେ ଶୁଣ, ମୁଁ କହୁଛି, ସମସ୍ତ ଜୀବଜଗତକୁ ଖାଦ୍ୟ ଯୋଗାଏ, ତେଣୁ ମୋର ନାମ ଉତ୍ପାଦକ। ବର୍ଷା କରିବାରେ, ବର୍ଷାକୁ ନିୟନ୍ତ୍ରଣ କରିବାରେ ମୋର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଗଛ ବଂଶର ନାଶ ହେବା ଯୋଗୁଁ ଆଜି ଅସମୟରେ ବର୍ଷା ନହେବା, ମରୁଡ଼ି ପଡ଼ିବା ଭଳି ଘଟଣା ଘଟି ଚାଲିଛି। ଏହା ଛଡ଼ା ଶ୍ୱାସକ୍ରିୟା ସମ୍ପାଦନରେ ମୋର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସମସ୍ତ ପ୍ରାଣୀ ପ୍ରଶ୍ୱାସରେ ଅମ୍ଳଜାନ ହିଁ ଗ୍ରହଣ କରନ୍ତି, ଯାହାକି ମୋର ଜାତି ଭାଇ, କୁଟୁମ୍ବ, ପଡ଼ୋଶୀ ପ୍ରଦାନ କରନ୍ତି। ଗଛ ଯେତେବେଳେ ଖାଦ୍ୟ ପ୍ରସ୍ତୁତ କରେ, ସେତେବେଳେ ସେ ମାଟି ତଳୁ ଜଳ, ଖଣିଜ ଲବଣ, ସୂର୍ଯ୍ୟଙ୍କ ଠାରୁ ଉତ୍ତାପ ଓ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରେ ଓ ଅମ୍ଳଜାନ ଗ୍ୟାସକୁ ବାୟୁମଣ୍ଡଳକୁ ଛାଡ଼ିଥାଏ। ଲୋକେ ତ ମନ୍ଦିର ଯାଇ ନଡ଼ିଆ ଭାଙ୍ଗି ଶଙ୍କର ଭଗବାନଙ୍କୁ ପୂଜା କରନ୍ତି, ହେଲେ ତାଙ୍କର ନୀଳକଣ୍ଠ ରୂପକୁ ସେମାନେ ମୋ ଭିତରେ ଦେଖିପାରନ୍ତି ନାହିଁ। ତେବେ ତୁମେ କଣ ଭଗବାନଙ୍କର ନୀଳକଣ୍ଠ? ହେଲେ କିପରି? ଦେଖ ରାଜୁ, ଭଗବାନ ଶଙ୍କର ସମୁଦ୍ର ମନ୍ଥନରୁ ନିର୍ଗତ ବିଷକୁ ପାନ କରି ନିଜ କଣ୍ଠରେ ରଖିଥିଲେ। ଠିକ୍ ସେହିପରି ମୁଁ ଅଙ୍ଗାରକାମ୍ଳ ପରି ବିଷାକ୍ତ ଗ୍ୟାସକୁ ପାନ କରି ସମଗ୍ର ପରିବେଶର ସୁସ୍ଥତା ଆଣିଥାଏ, ମାନବ ଜାତିର ସୁରକ୍ଷା କବଚ ଛାଡ଼ିଥାଏ। ହେଲେ ଏ ମଣିଷ ତାହା ବୁଝିପାରୁନି। ସ୍ୱାର୍ଥ ମୋହରେ ଅନ୍ଧ ହୋଇ ନିଜର ଅଳୀକ ସୁଖ ପାଇଁ ମୋର ବଂଶକୁ ନାଶ କରି ଚାଲିଛି। ଈଶ୍ୱରଙ୍କର ସୁନ୍ଦର ସୃଷ୍ଟିକୁ ଧ୍ୱଂସ ଆଡ଼କୁ ଟାଣି ନେଉଛି। ତେବେ ଏହାର ନିରାକରଣ କଣ ଅସମ୍ଭବ? ସବୁ ସମ୍ଭବ ରାଜୁ। ତୁମେ ଚାହିଁଲେ ଏ ପ୍ରକୃତି ପୁଣି ହସି ଉଠିବ। କୁହ ଗଛ ଜେଜେ, ତେବେ ମୁଁ କଣ କରିପାରିବି? ତୁମେ
ତୁମେ ସଂକଳ୍ପ କର ମୋର ଏକଥା ତୁମେ ତୁମ ସାଙ୍ଗସାଥି ଭାଇ ବନ୍ଧୁ ପଡ଼ୋଶୀ ସମସ୍ତଙ୍କୁ ଜଣାଅ। ଭଗୀରଥ ପରି ତୁମେ ମାନବ ବଂଶର ଉଦ୍ଧାର ନିମନ୍ତେ ବୃକ୍ଷ ଗଙ୍ଗା ଅଭିଯାନ ଆରମ୍ଭ କର। ବୃକ୍ଷ ଗଙ୍ଗା ଅଭିଯାନ ସେ ପୁଣି କଣ? ନିଜ ବଂଶର ଉଦ୍ଧାର ନିମନ୍ତେ ଭଗୀରଥ ତପସ୍ୟା କରି ସ୍ୱର୍ଗରୁ ଗଙ୍ଗାକୁ ଅବତରଣ କରାଇପାରିଥିଲେ। ଠିକ୍ ସେହିପରି ତୁମେ ସାଙ୍ଗସାଥି ପଡ଼ୋଶୀ ପରିବାର ଗୋଷ୍ଠୀ ଏକ ହୋଇ ପର୍ବପର୍ବାଣୀରେ ମୌଜ ମଜଲିସ୍ ସହିତ ପଡ଼ିଆ ରାସ୍ତାକଡ଼ ଫାଙ୍କା ଜାଗା ମାନଙ୍କରେ ଗଛ ଲଗାଇବା କାର୍ଯ୍ୟ କର। ଏହାର ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ବୁଝାଅ। ଜନ୍ମଦିନ ପାଳନ ଅବସରରେ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇବାରେ ସଂକଳ୍ପ କର। ଆହୁରି ମଧ୍ୟ ଏକ ସରଳ ଉପାୟ ହେଉଛି ଜାମ କୁସୁମ ବେଲ ତେନ୍ତୁଳି ନିମ୍ବ ଓ କରଞ୍ଜ ଗଛର ମଞ୍ଜିକୁ ସଂଗ୍ରହ କରି ନିଜ ପକେଟରେ ରଖ। କୁଆଡ଼େ ବୁଲିବାକୁ ଗଲେ ଫାଙ୍କା ପଡ଼ିଆ ଜାଗା ଦେଖି ତାକୁ ପକାଇ ଦିଅ। ଆଗକୁ ବର୍ଷା ଋତୁ ଆସିବ, ସେଥିରୁ ଗଜା ବାହାରି ଗଛ ହେବ। ହଁ ଗଛ ଜେଜେ, ମୁଁ ଆପଣଙ୍କ କଥା ନିଶ୍ଚୟ ମାନିବି। ହେ ମୋର ମା ମାଉସୀ ଗୁରୁଜନ ମୋର ସହପାଠୀଗଣ ସମସ୍ତେ ଆଗେଇ ଆସନ୍ତୁ। ଏହି ବୃକ୍ଷ ଗଙ୍ଗା ଅଭିଯାନରେ ସଫଳ ହେବାର ସହାୟ ହୁଅନ୍ତୁ। ଆଗେଇ ଆସନ୍ତୁ, ସମସ୍ତେ ଉଠି ଆସନ୍ତୁ। ହେ ମହାକାଳ, ହେ